ପଲ୍ଲବୀ ମୋବାଇଲ ଦେଖି ମନେ ମନେ କହିବେ, ଆରେ 2:30 ହେଇଗଲାଣି। 2ଟା ପର୍ଯ୍ୟନ୍ତ ମୁଁ ଆଦର୍ଶକୁ ଅପେକ୍ଷା କରି ଚାହିଁଥିଲି, କିନ୍ତୁ ତାପରେ କେତେବେଳେ ଆଖି ଲାଗି ଯାଇଛି ମୁଁ ଜାଣି ବି ପାରିଲିନି। ପୁଣି କହିବେ, ତା ମାନେ ସାର୍ 2ଟା ପରେ ହିଁ ଏଠିକି ଆସିଛନ୍ତି। ତାପରେ ପଲ୍ଲବୀ ତାଙ୍କ ଡାଏରୀ ଆଣି ବସିକି ଲେଖୁଛନ୍ତି। ତାପରେ ଆଦର୍ଶ ଉଠିକି ପଲ୍ଲବୀ ଡାଏରୀରେ ଯାହା ଲେଖୁଥିବେ ସେଇଟା ଲୁଚିକି ଦେଖୁଥିବେ। ତାପରେ ପଲ୍ଲବୀ କହିବେ, ଆରେ ଇଏ କ'ଣ କରୁଛ? ମୁଁ ଡାଏରୀରେ ଯାହା ଲେଖୁଛି ତାକୁ ତମେ ପଢ଼ିବାକୁ ଚେଷ୍ଟା କରୁଛ। ହାଉ ଡେର୍ ୟୁ, ଇଟ୍ସ ଏ ପର୍ସନାଲ। ତାପରେ ଆଦର୍ଶ କହିବେ, ଆରେ ପଲ୍ଲବୀ, ମୁଁ ତମ ହଜବେଣ୍ଡ, ଆଉ ଏଥିରେ ପର୍ସନାଲ କେଉଁଠି ରହିଲା? ଆମେ 2 ଜଣ ତ ଡିସାଇଡ୍ କରିଥିଲେ ନା କି ଆମ 2 ଜଣଙ୍କ ଭିତରେ ଯାହା ଯାହା ଅଛି ଆମେ ତାକୁ ସେୟାର କରିବା। ତାପରେ ପଲ୍ଲବୀ କହିବେ, ତମେ ତ ତମ କଥା ବିଲକୁଲ ବି କୁହନି। ତମର ଗୋଟି ଗୋଟି କରି ରହସ୍ୟ ସବୁ ଖୋଲୁଛି ଆଦର୍ଶ ବାବୁ। ପୁଣି କହିବେ, କ'ଣ କ'ଣ ସବୁ ଲୁଚେଇକି ରଖିଛ ମୋ ପାଖରୁ? ତାପରେ ଆଦର୍ଶ କହିବେ, ପଲ୍ଲବୀ, କଲେଜ ସମୟରେ ପ୍ରତିଦିନ କିଛି ନା କିଛି ହୋଇଥାଏ, ଆଉ ସବୁଦିନର କଥାକୁ କିଏ ମନେ ରଖୁଛି? ତାପରେ ପଲ୍ଲବୀ କହିବେ, କିନ୍ତୁ ନନ୍ଦିନୀ ସହିତ ତମର ସବୁଦିନ କଥା ଗୋଟି ଗୋଟି କରି ମନେ ଅଛି। ତ ଦର୍ଶକ ବନ୍ଧୁ, ଏ ନନ୍ଦିନୀ କ'ଣ ଆଦର୍ଶ ଆଉ ପଲ୍ଲବୀଙ୍କୁ ଦୂରେଇ ଦେବନି ତ? ଆଉ କ'ଣ ଆଦର୍ଶଠାରୁ ନନ୍ଦିନୀ ତାର ପ୍ରତିଶୋଧ ନେଇପାରିବ ତ? ଆମକୁ କମେଣ୍ଟ ମାଧ୍ୟମରେ ୟେସ୍ ଅର୍ ନୋ କହି ଜଣାନ୍ତୁ।